ଏବେ ଟିକେ ଟିକେ ଥଣ୍ଡା ଲାଗୁଛି ନାଇଁ, ତ ଥଣ୍ଡାରେ ସ୍କିନ୍କୁ କେମିତି ଭଲ ରଖିବା। ଫାର୍ଷ୍ଟ ଜିନିଷ ହେଲା ଗାଧୋଇବା ସମୟରେ ନର୍ମାଲ୍ ପାଣି ୟୁଜ୍ କରନ୍ତୁ, ଗରମ ପାଣି ନାହିଁ। ଯଦି ବହୁତ ଥଣ୍ଡା ଲାଗୁଛି ପାଣି ତ ଅଳ୍ପ ଉଷୁମ ପାଣି ନେଇପାରିବେ, ଗରମ ପାଣି ଦ୍ୱାରା ସ୍କିନ୍ ଡ୍ରାଏ ହେଇଯାଏ। ସେକେଣ୍ଡ ଜିନିଷ ହେଲା ଗାଧୋଇବା ସମୟରେ ସାବୁନ ୟୁଜ୍ କରନ୍ତୁ ନାହିଁ। ସାବୁନ ଜାଗାରେ ୱିକ୍ରେ 2-3 ଥର ମାଇଲ୍ଡ ବଡି ୱାଶ୍ ୟୁଜ୍ କରିପାରିବେ। ଥାର୍ଡ଼ ଜିନିଷ ହେଲା ଗାଧୋଇବା ପରେ ସାଙ୍ଗେ ସାଙ୍ଗେ ବଡ଼ିରେ ମଇଶ୍ଚରାଇଜର୍ ୟୁଜ୍ କରନ୍ତୁ। ତା ସହିତ ଯଦି ଆପଣମାନଙ୍କ ପାଖରେ ନଡ଼ିଆ ତେଲ ଅଛି ସେଇଟା ବି ବେଷ୍ଟ କାମ କରିବ ବଡ଼ିରେ। ହୋଲ୍ ଡେରେ କେମିତି ପାଣି ଆପଣଙ୍କର କମ୍ପ୍ଲିଟ୍ ହେବ ତା ଉପରେ ବି ଇମ୍ପୋର୍ଟାନ୍ସ ଦିଅନ୍ତୁ। ପ୍ଲସ୍ ବାହାରକୁ ଗଲାବେଳେ ବଡ଼ିକୁ ପୁରା କଭର୍ କରିକି ଯାଆନ୍ତୁ। ସନସ୍କ୍ରିନ୍ ଲୋସନ୍ ବି ଶୀତଦିନେ ଆମେ ୟୁଜ୍ କରିବା, ଖରାଦିନେ ନାହିଁ। ପର୍ଟିକୁଲାରଲି ସବୁ ସିଜିନ୍ରେ ଆମେ ସନସ୍କ୍ରିନ୍ ଲୋସନ୍ ୟୁଜ୍ କରିପାରିବା। ଏହା ସହିତ ରାତିରେ ଶୋଇଲା ବେଳେ ୟୁରିଆ ଯୁକ୍ତ ମଇଶ୍ଚରାଇଜର୍ ପାଦ ଆଉ ହାତରେ ଭଲସେ ମାଲିସ୍ କରନ୍ତୁ, କାରଣ ଶୀତଦିନେ ପ୍ରାୟ ଲୋକଙ୍କର ହାତ ଆଉ ପାଦ ବହୁତ ଜୋରେ ଫାଟେ। ତେଣୁ ଏସବୁ ଛୋଟ ଛୋଟ ଜିନିଷରେ ଚେଞ୍ଜ କରିପାରିଲେ